ଏବେ ଟାଇମ୍ ଆସିଲା ଫଟାକା ଟାଇମ୍। ଫଟାକାର ମସ୍ତି ବହୁତ ଭଲ ଥିଲା। ମୋ ଝିଅ ବହୁତ ଡରୁଥିଲା ଫଟାକା ଇଏ କଲେ ସାଉଣ୍ଡରେ। ତାପରେ ଫୁଲଝରିକୁ ବି ସେ ଡରୁଥିଲା, ପଳେଇଲା। ତାପରେ ଏମାନେ ଆମ ତଳ ଘରକୁ ଆସିଛନ୍ତି ନ୍ୟୁ କପଲ୍, ଫାର୍ଷ୍ଟ ଫ୍ଲୋରରେ ରହୁଛନ୍ତି। ଆଉ ବହୁତ ଭଲ। ପୂଜା ଆଉ ଭାଇଙ୍କ ନାଁ ଜାଣିନି ସେଥିପାଇଁ, କିନ୍ତୁ ଏମାନେ ଭାଇ ଡାକୁଛି, କିନ୍ତୁ ଏମାନେ ଆମଠୁ ବହୁତ ଛୋଟ ଅଛନ୍ତି। ବହୁତ ଭଲ ଫ୍ୟାମିଲି ବି ଆସିଥିଲେ ଦିୱାଲି ସେଲିବ୍ରେସନରେ, ଭଲ ଲାଗିଲା। ଆଉ ସେମାନେ ଆକାଶଦୀପ ଛାଡ଼ୁଥିଲେ। ଯେହେତୁ ଦୀପାବଳିଟା ସାଙ୍ଗ ହେଇକି ସମସ୍ତେ ମିଳିମିଶି ଏନ୍ଜୟ କଲେ ଭଲ ଲାଗେ। ବହୁତ ସର୍ଭାଇଭ୍ ପରେ ଫାଇନାଲି ଆକାଶଦୀପଟା ଯାଇଥିଲା। ତାପରେ ପାଳି ଆମର ବି ପଡ଼ିଥିଲା। ମଜା ଲାଗିଲା। ଏଠି ନାନ୍ସି ଆପା ଟିକେ ହେଲ୍ପ କରିଥିଲେ, କାରଣ ଛାତ ଉପରେ ପବନ ହେଉଥିଲା, ସେଥିପାଇଁ ଆକାଶଦୀପ ଯିବାକୁ ଟିକେ ଟାଇମ୍ ଲଗେଇଲା। କିନ୍ତୁ ମିଶନରେ ଆମେ ସକ୍ସେସ୍ ହେଇଛୁ। ପୂଜା ଆଉ ତାଙ୍କ ହଜବେଣ୍ଡ ଛାଡ଼ିଥିବା ଆକାଶଦୀପ ଫାଇନାଲି ଆକାଶରେ ହିଁ ଗଲା ଆକାଶଦୀପ। ଆଉ ମାନେ ଦିୱାଲିର ମସ୍ତି ହେଉଛି ଯେତେବେଳେ ସମସ୍ତେ ଖୁସି କରୁଥିବା, ତ ସେତେବେଳେ ଚାରି ଚାନ୍ଦ ଲାଗିଲା ଭଳିଆ ଲାଗିଯାଏ, ଭଲ ବି ଲାଗେ। ତାପରେ ସବୁଠୁ ଭଲ ଥିଲା ଚକ୍ରି। ଆମେ କିଛି ଚକ୍ରି ବି ଫୁଟାଉଥିଲୁ। ଯେ ମୋ ଏଇ ଭିଡ଼ିଓଟା ଏଇଥିପାଇଁ ଡାଲିଛି, ମୋ ଝିଅ ବହୁତ ଡରୁଥିଲା। ଏବେ ପାଳି ପଡ଼ିଲା ଆମର। ଆମ ସମୟରେ ତାଙ୍କ ଏତେ ପବନ ହେଲା ଯେ ସେକୁ ଠିଆ କରିବାକୁ ବି, ଆକାଶଦୀପକୁ ଠିଆ କରି ଧରିବା ପାଇଁ ବି ଚାହୁଁଥିଲୁ, ହେଇପାରୁନଥିଲା, କାରଣ ଗୋଟେ ଆଡ଼ୁ ଜୋରରେ ପବନ ଆସୁଥିଲା। ସେଥିପାଇଁ ନାନ୍ସି ଆପା ମଝିରେ ମଝିରେ ବୁଲୁଥିଲେ, କାରଣ ନିଆଁଟା ଧରିଦେବ ସାଇଟ୍ ଗୁଡ଼ାକୁ। ପବନ କିନ୍ତୁ କମୁନଥିଲା। ତାପରେ ଯାହା ବି ହଉ ଆମେ ଚେଷ୍ଟା କଲୁ ତାକୁ ଛାଡ଼ିବା ପାଇଁ। ଆଉ ଅଲଗା ସାଇଟ୍କୁ ବି ଯାଇକି ବି ଆମେ ଛାଡ଼ିବାକୁ ଚେଷ୍ଟା କଲୁ। ସିଏ ଗଲା ଯେ, କିନ୍ତୁ ଟ୍ରବୁଲ୍ ଏଇଆ କଲା ଯେ ଛାତ ଉପରେ କପଡ଼ା ଶୁଖିବା ପାଇଁ ଯେଉଁ ତାର ଅଛି, ସେ ତାରରେ ବି ବାଜୁଥିଲା। ସେଥିପାଇଁ ମୁଁ ଛାଡ଼ିଦେଲି। ତା ବାପା ଜମ୍ପ କରିକି ଛାଡ଼ି ଦେଇଥିଲେ। ଫାଷ୍ଟ ଗଲା, ତଳକୁ ଆସିଲା, ତାପରେ ଫାଇନାଲି ସେ ଗଲା। ତାପରେ ମୋତେ କିଛି କୁମ୍ପି ଫୁଟାଇବାକୁ ବହୁତ ଭଲ ଲାଗେ, ତେଣୁକରି ମୁଁ କୁମ୍ପି ଫଟେଇଥିଲି। ଆଉ ପୂଜା ମୁଁ ମିଶିକି ଆମେ କୁମ୍ପି ଦୁଇଟା ତିନିଟା ଆମେ ଫୁଟେଇଥିଲୁ। ଭଲ ଲାଗିଲା, ମସ୍ତି କଲୁ। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ, ସେଫ୍ଲି ଦିୱାଲି ଖେଳନ୍ତୁ ପରିବାର ସହିତ। ସେଫ୍ଲି ଖେଳନ୍ତୁ, କାରଣ ଛୋଟ ଛୁଆ ଫ୍ୟାମିଲିରେ ଥିଲେ ସେଫ୍ଲି ଖେଳିବାକୁ ଚେଷ୍ଟା କରନ୍ତୁ। ଥ୍ୟାଙ୍କ ୟୁ ୱାଚିଂ ମାଇ ଭିଡ଼ିଓ।